ଲଗାଣ ବର୍ଷା ଓ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ କେତୁଆପାଳ ପଞ୍ଚାୟତର ଗୁଣୁଦିଆ ସମେତ ବହୁ ଗାଁ ବନ୍ୟା ପାଣିରେ ଘେରି ରହିଛି। ଏହି କଠିନ ସମୟରେ କେତୁଆପାଳ ଯୁବ ସଂଗଠନର ଯୁବ ସମାଜସେବୀ ସରୋଜ କୁମାର ସାମଲ ଓ ତାଙ୍କ ସହଯୋଗୀମାନେ ଆଗେଇ ଆସି ପ୍ରଭାବିତ ଲୋକମାନଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରିଛନ୍ତି। ଆଜି ସରୋଜ ସାମଲଙ୍କ ନେତୃତ୍ୱରେ ଯୁବ ସଂଗଠନର ସଦସ୍ୟମାନେ ଗୁଣୁଦିଆ, କେତୁଆପାଳ ଓ ଆଖପାଖ ବନ୍ୟା ପ୍ରଭାବିତ ଗାଁଗୁଡ଼ିକ ବୁଲିଥିଲେ। ପାଣିରେ ଘେରି ହୋଇ ରହିଥିବା ପରିବାରମାନଙ୍କୁ ସେମାନେ ଶୁଖିଲା ଖାଦ୍ୟ, ପିଇବା ପାଣି ଓ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ। ଛୋଟ ପିଲା, ବୃଦ୍ଧ ଓ ଗର୍ଭବତୀ ମହିଳାଙ୍କ କଥା ବିଶେଷ ଭାବେ ଧ୍ୟାନ ରଖାଯାଇ ସେମାନଙ୍କୁ ପ୍ରାଥମିକତା ଦିଆଯାଇଥିଲା। ଅନେକ ଘରେ ରୋଷେଇ ହୋଇପାରୁନଥିବାରୁ ରନ୍ଧା ଖାଦ୍ୟ ବଣ୍ଟନ ଲୋକଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଥିଲା। ସାହାଯ୍ୟ ପାଇ ଗ୍ରାମବାସୀମାନେ ଖୁସି ବ୍ୟକ୍ତ କରିଥିଲେ। ସେମାନେ କହିଲେ, ଏହି ସମୟରେ ସରୋଜ ଭାଇ ଓ ତାଙ୍କ ଟିମ୍ ଆମ ପାଖକୁ ଆସି ଖାଦ୍ୟ ଦେଇଥିବାରୁ ଆମେ ବହୁତ ଉପକୃତ ହୋଇଛୁ। ଆଳିରୁ ମାନସ ପଣ୍ଡାଙ୍କ ରିପୋର୍ଟ, ଅପରାହ୍ନ ଲାଇଭ୍। ଦୁଷ୍ମନ୍ତ ଜେନା ଗୁଣିଦିଆରୁ କହୁଥିଲି। କେତୁଆପାଳ ପଞ୍ଚାୟତର ବାସିନ୍ଦା ଗୁଣିଦିଆ ଗ୍ରାମର ବାସିନ୍ଦା। ଆମର ଏଠି 3 ଦିନ ହେଲାଣି, 4 ଦିନ ହେଲାଣି ଅସୁବିଧାର ସମ୍ମୁଖୀନ ହେଉଛୁ ପାଣି ପାଇଁ ଏବଂ ବହୁତ ଅସୁବିଧା ହେଇଗଲା ବି କିଛି ପଞ୍ଚାୟତ ହେଉ ସରପଞ୍ଚ ହେଉ କିଛି ସହାୟତା ନାହିଁ ନା କିଛି ନାହିଁ। ଏପର୍ଯ୍ୟନ୍ତ ଯାହା ହେଉ ବାପି ଭାଇ ଆସିକି ଏପର୍ଯ୍ୟନ୍ତ ଭୁବନେଶ୍ୱରରୁ ଆସିକି ଆମକୁ ସହାୟତା କରୁଛନ୍ତି। ଏପର୍ଯ୍ୟନ୍ତ ଆମର କିଛି କାଲିଠାରୁ ଶୁଖିଲା ଖାଦ୍ୟ କିଛି ନାହିଁ। ଯାହା ହେଉ ଜିତେନ୍ଦ୍ର ସାମଲ ଆମର ଆସିକି ଯାହା କାଲି ରାତିଠୁ କିଛି ସହଯୋଗ କରୁଛନ୍ତି। ଆଜି ଯାହା ବାପି ଭାଇ ବି ଆସିକି ଏବେ ପହଞ୍ଚିଛନ୍ତି। ରନ୍ଧା ଖାଦ୍ୟ ବ୍ୟବସ୍ଥା ହେଇଯାଇଛି। ସେଥିପାଇଁ ଆମର ଯାହା ହେଉ ବାପି ଭାଇକି ମୋର ଧନ୍ୟବାଦ ଏଥିପାଇଁ କହୁଛି। ଆମର ଭାଇମାନେ ସବୁ ଅଛନ୍ତି, ଯେନା ହେଇ ଆମର ଆସିଛନ୍ତି ପୀଡ଼ିତ ସବୁ ପଡ଼ୋଶୀମାନେ ସବୁ ଆସିଛନ୍ତି। ଯାହା ପାଣି ଘେରରେ ଆମେ 3 ଦିନ ହେଲା ଅସୁବିଧାର ସମ୍ମୁଖୀନ ହେଇକି ବାପି ଭାଇ ଆସିକି ଏଠି ଆମର ସାନ୍ତ୍ୱନା ଦେଇଛନ୍ତି। ଏଥିପାଇଁ ଆମର ଇନ୍ଦ୍ରଜିତ ସାମଲ, ଗୁଣଦିଆ ଗ୍ରାମବାସୀ, କେତୁଆପାଳ ପଞ୍ଚାୟତ। ଶୁଖିଲା ଖାଦ୍ୟ ଆମର ହେଉଛି କେତୁଆପାଳ ଗ୍ରାମ ପଞ୍ଚାୟତର ଯୁବ ସଂଗଠକ ସରୋଜ କୁମାର ସାମଲ ବାପି ଭାଇ, ତାଙ୍କୁ ଆମେ କାଲି ସଞ୍ଜରେ ଜଣାଇଥିଲୁ। ଗୁଣଦିଆ ଗ୍ରାମରେ ପାଖାପାଖି 100 ପରିବାରରୁ ଉର୍ଦ୍ଧ୍ୱ ହେଉଛି ପାଣି ଘେରରେ। ଆପଣ ଦେଖିଥିବେ ବି ପାଣି ଘେରରେ ଏବେ ବି ଅଛନ୍ତି। ଚୁଲି ବୁଡ଼ି ଯାଇଛି ଲୋକଙ୍କର, ମାନେ ଖାଦ୍ୟ ବହୁତ ଅସୁବିଧାରେ ଅଛନ୍ତି ବର୍ତ୍ତମାନ। ଆମେ କାଲି ରାତିରେ ବି ବାପି ଭାଇଙ୍କୁ ଜଣାଇଲା ପରେ ଆମେ ଶୁଖିଲା ଖାଦ୍ୟ କିଛି ବଣ୍ଟନ କରିଥିଲୁ। ଆଉ ଯାହାଫଳରେ ଆଜି ଆମେ ସକାଳୁ ଶୁଖିଲା ଖାଦ୍ୟ ବାଣ୍ଟିବା ସହିତ ରନ୍ଧା ଖାଦ୍ୟ ବି ମଧ୍ୟ ଆମେ କରିଛୁ। ଆଉ ଲୋକଙ୍କ ପାଖରେ ପାଣି ହେଉଛି ଗୋଟେ ସବୁଠୁ ବଡ଼ ସମସ୍ୟା। ଗୁଣଦିଆରେ ହେଉଛି ପାଣି ଶୁଖିଲା ବେଳେ ଯାହା, ଆଜି ପାଣି ଦିନରେ ବି ସେଇଆ। ପାଣି ବର୍ତ୍ତମାନ ହେଉଛି ଲୋକ ପିଇବାକୁ ପାଉନାହାନ୍ତି। ଟ୍ୟୁବଲ୍ ଫିବଲ୍ ସବୁ ବୁଡ଼ି ଯାଇଛି, କୌଣସି ପାଣିର ସୁବିଧା ନାହିଁ। ତେଣୁକରି ଆମେ ଆମର ଯେଉଁଠି ଟ୍ୟୁବଲ୍ଟି ବୁଡ଼ିଛି ଆମ ଜେନା ସେଇ ସାମଲ ସାହିରେ, ସେଇ ସାହିରେ ଆମେ ପାଣି ବି ମଧ୍ୟ ମାର୍କେଟରୁ ମଗେଇକି ଆମେ 100 କେନ୍ ପାଣି ମଧ୍ୟ ବାଣ୍ଟିଛୁ। ଆଉ ଆମେ ସବୁବେଳେ ଭରସା ଦେଇ ଯାଇଛୁ ଯେଉଁ ଜେନା ସାହି ସାମଲ ସାହି, ଆମେ ତାଙ୍କୁ ବର୍ତ୍ତମାନ ବି ଭରସା ଦେଇକି ଆଇଲୁ ଯେ ଆମେ ସବୁବେଳେ ଅଛୁ, ଆପଣଙ୍କର ଯାହା ଭଲ ମନ୍ଦ ଆମେ ବୁଝିବୁ, ଆମେ ତୁମ ପାଖରେ ଅଛୁ। ଆଉ ଗୋଟେ କଥା ହେଉଛି, ପଞ୍ଚାୟତରେ ସରପଞ୍ଚ ବା କୌଣସି ନେତୃଗଣ, କୌଣସି ଯେଉଁ ସଂଗଠକ ଯେଉଁମାନେ ଆଉଛନ୍ତି ହେଉଛି ଗୁଣଦିଆକୁ ଭୋଟ୍ ନେବା ପାଇଁ, ଆଜି ଯାଏଁ ସେମାନେ ଦେଖାଦେଲେ ନାହିଁ। 3 ଦିନ ହେଇଯିବ ଆଜି କୌଣସି ଲୋକ ଆସିକି ପହଞ୍ଚିଲା ନାହିଁ, କି ବ୍ଲକରୁ ବି କୌଣସି ପ୍ରଶାସନିକ ସାହାଯ୍ୟ ଆସିକି ପହଞ୍ଚି ପାରିନାହିଁ ଏପର୍ଯ୍ୟନ୍ତ। ଆଉ ଏଇଭଳିଆ ଜିନିଷ ଆପଣ ତ ଦେଖୁଛନ୍ତି। ମୁଁ କ୍ୟାମେରାମ୍ୟାନଙ୍କୁ କହିବି ଟିକେ ଦେଖେଇଦେବେ, ଆପଣ ସତ କି ମିଛ ଜାଣିପାରିବେ ହେଉଛି କେତେ ଅସୁବିଧାରେ ଏଠି ଲୋକ ଅଛନ୍ତି। ଆମ ଗ୍ରାମ ଗୁଣିଦିଆ, କେତୁଆପାଳ ପଞ୍ଚାୟତ। ଆମେ ପାଣି ଘରରେ ଅଛୁ। ଆମେ ବହୁତ ଅସୁବିଧାରେ, ଆମ ଗାଈ ଗୋରୁ ମଣିଷ ସମସ୍ତେ ଅସୁବିଧାରେ ଅଛୁ। ଆଉ ସେମାନେ ଆଣିକି ଚାଉଳ ନା ଇଏ